ओं नमो भगवते वासुदेवाय। दशम स्कंद गोपलीला प्रथम अध्याय। जे कृष्ण परानंदमय अटंती आश्रित आश्रय बिहरी जादव सागरे जस विस्तारी संसारे निरोध करी दुष्ट जन करिले धर्म सुरक्षण ताहार गुण लीला रस दशम स्कंधरे प्रकाश देवकी पुत्रे निज नाश होइब शुणे भये कंस ताषड पुत्र कला नाश प्रथम अध्याये प्रकाश बंदई देव लंबोदर पाश अंकुश बेनिकर पृथुल जठर सुंदर गजबदन गणेश्वर अनादिनाथर नंदन अमृत पाने तो समन यज्ञ आरंभे तोर पूजा उत्तरी कंठे नागराजा श्याम सुंदर तनु वर्ण अशेष विघ्न विनाशन तोर महिमा मुखे कही के पारे नर देह बही हुआ सदय गणनाथ कहिबी श्रीकृष्ण चरित नमयि प्रभु नर हरि हिरण्यकशिपु विधारी उदित रवि जिणी तेज सुंदर सहे चतुर्भुज कुंडल शशि दिवाकर नक्षत्र माल हृदय ब्रह्मांड माल माल होई तलुम कूपे छंती रही धर्म पालक तु जगते शरीर बहुभृत्य हिते दुष्ट निबारी सन्थ पाळु तु नाथ परम दयालु करह दया नर हरि कहिबी तलीला विस्तारी परम मंगल तो नाम खंडे सकल विघ्न मान व्यास कुमर पाद धरी बोले परीक्ष दंडधारी राजा परीक्षित उवाच भमुनि हुआ तु सदये मचित थाउ तोर पाए पांडव कूले मोर जन्म मोहर बंधु जनार्दन द्रोण कुमर बाण त्रासे मरिबी कही गले व्यासे ता शुणी जननी मोहर शरण गला चक्रधर गर्भे पड़िला आसी बाण मते रखिले नारायण तेणु कृष्णर मो शरीर किणिला सेवक मुतार तार चरित कर्णे शुणी तरी विभव तरंगिणी श्रीकृष्ण लीलार चरित मुख पद्मरु तोर च्युत श्रुति जुगले पान करी हेले तरी विभव बारी पांडवे जाहार विश्वासु तरिले कुरुबल त्रासु वत्स्याचरण जल तुल्ये हेले तरिले कुरुबले जाहार चरित गहन ध्याने भावन्ति मुनिजन मुक्त मुमुखु जे विषयी सर्वे तरन्ति पाद ध्यायी उत्तम श्लोक भगवान गुण कीर्तने मुक्ति जन भव सागर परमाद विषया विष कुए गद मुमुक्षु जीव एहा पाई आनंदे दिन को बंचई विषयी शुणी से बारता पाशरे विषय रे कथा चंडाणु ब्रह्म जाए लोक के शुणी होइब विमुख
ଅଶେଷ ଜନ୍ତୁ ଦେହ ବହି ଯେ କାଳ ରୂପେ ଅଛି ରହି ମାୟା ମନୁଷ୍ୟ ରୂପେ ଜାତ ଯେ ହରି ଦିଏ ମୃତାମୃତ ନବମ ସ୍କନ୍ଧେ ଅଛି ଶୁଣି ସେ କଥା ମନେ ମନେ ଗୁଣି ବିଚାରେ ହେଲି ବ୍ରହ୍ମଚିତ୍ତ ଭନ୍ମୁନି କହି ବାତଦନ୍ତ ଧାର୍ମିକ କୂଳେ ଯଦୁ ବଂଶେ ଜନ୍ମ ହୋଇଲେ ନିଜ ଅଂଶେ ନୀଳଧବଳ ରୂପ ଦୁଇ ଦେବକୀ ଗର୍ଭେ ଜାତ ହୋଇ କେମନ୍ତେ ରହିଣୀର ସୁତ ରାମକୁ ବୋଲନ୍ତି ଜଗତ ବେନି ଉଦରୁ ଏକ ଦେହ ଭମୁନି ଫେଡ଼ିବା ସନ୍ଦେହ କେବଳ ହେତୁ ଭଗବାନ ଗୁପତେ ଗଲେ ବୃନ୍ଦାବନ ଭକ୍ତଙ୍କୁ ତାରିବାର ଆସେ ରମିଲେ ବାଳକ ବିଶ୍ୱାସେ ପୁଣି ହିଁ କେତେ ଦିନେ ହରି ମିଳିଲେ ମଥୁରା ନଗରୀ ଜଗତ ଜନଙ୍କର ଗୁରୁ ଯାର ମହିମା ମହାମେରୁ କିମ୍ପା ଅନୀତି ଆଚରିଲେ ସୋଦର ମଉଳା ମାଇଲେ ଏକି ତାହାଙ୍କ ପରମାଣ ଯାହାର ନାମ ନାରାୟଣ ମନୁଷ୍ୟ ରୂପେ ହୋଇ ଜନ୍ମ କେତେ ବରଷ ଭୋଗ କର୍ମ ଯାଦବ ସଙ୍ଗତେ ବିହରି କେତେ କଳତ୍ର ଭୋଗ କରି ଏ ଆଦି ଯେତେକ ଚରିତ ଭମୁନି କହି ତୋ ସଚିତ ଦେଖ ମରଣ କାଳ ମୋର ଭମୁନି ତେଜିଲି ଆହାର ହରିଚରିତ ସୁଧା ବାରି ଶ୍ରୁତି ଯୁଗଳେ ପାନ କରି ଜଗତ ସଂହାରିଣୀ କ୍ଷୁଧା ସେ ମତେ ନ କରଇ ବାଧା ଶ୍ରୁତୌବାଚ ଶୁଣି ରାଜାର ସାଧୁ କଥା ମୁନି ପଣ୍ଡିତ ସାମରଥା କୃଷ୍ଣ ଚରଣେ ଦେଇ ଚିତ ବୋଲନ୍ତି ଶୁଣ ଭାଗବତ ଶ୍ରୀ ଶୁକୌବାଚ ସାଧୁ ଚରିତ ତୋର ବୁଦ୍ଧି କୃଷ୍ଣ ଚରଣେ ଚିତ୍ତ ଖେଦି ଗୋବିନ୍ଦେ ତୋର ମନ ଯେତେ ମୁଁ କହି ପାରିବି କି ତୋତେ ଗୋବିନ୍ଦ କଥା ପରସନ ହେଳେ ତାର ତିନି ଜଣ ଶ୍ରୋତାବକତା ଯେ ପଚାରି ଏ ତିନି ଜଣେ ଯାନ୍ତି ତରି ତା ପାଦ ଗଙ୍ଗା ଜଳ ଯେନେ ତାର ସ୍ନାନ ପିଣ୍ଡ ଦାନେ ନାମ ମାତ୍ର କେ ପାପ ନାଶେ ତାର ସେ ତିନି ପୁରୁଷେ କହିବି କୃଷ୍ଣ ଲୀଳା ମାନ ରାଜନ ହୁଅ ସାବଧାନ ଅସୁର ବଳ ପାଦ ଭରେ ଭୂମିକମ୍ପଇ ଥର ହରେ ଭାରାରେ ଚଳି ନ ପାରଇ ଅଧୁର ରୁଧିର ଗଳଇ ଦିନେକ ବିଚାରଇ ବସି କେ ମୋର ଶରୀରେ ଆଶ୍ୱାସୀ ଛାଡ଼ିବି ସଂସାର ଧାରଣ ପଶିବି ବ୍ରହ୍ମାରେ ଶରଣ ମାୟା ସୁରଭି ରୂପ ହୋଇ କାନ୍ଦଇ ଚୌଦିଗ ଚାହିଁ ବିଧାତା ନିକଟେ ମିଳିଲା ନିଜ ବେଦନା ଜଣାଇଲା ବିଧାତା ଶୁଣିତା ବିକଳ ସଙ୍ଗେ ଘେନିଲେ ଦେବ ବଳ ଶଙ୍କର ଘେନି ସର୍ବ ଆଗେ ମିଳିଲେ କ୍ଷୀର ସିନ୍ଧୁ ଲାଗେ ଜଳଧି କୂଳେ ଦେବଗଣ ଡାକନ୍ତି ରଖ ନାରାୟଣ ଅନେକ ମତେ ସ୍ତୁତି କଲେ ହରି ସନ୍ଦେଶ ନ ପାଇଲେ ଅନେକ ମତେ ଚିନ୍ତି ଧ୍ୟାନ ବ୍ରହ୍ମା ହୋଇଲେ ମନେ ଛନ୍ନ ଅନନ୍ତ ନ ଦେଖି ବିଧାତା ମନେ ପାଇଲା ଗୋରୁ ଚିନ୍ତା ସମାଧି ବସିଲା ତକ୍ଷଣ ଚିନ୍ତେ ଅନାଦି ନାରାୟଣ
ବ୍ରହ୍ମାର ଦେଖିଣ ବିକଳ କରୁଣା କଲେ ଆଦି ମୂଳ। ନିଦ୍ରାର ବଳେ ମନ ହରି ସ୍ୱପନେ କହିଲେ ମୁରାରି। ବ୍ରହ୍ମାଙ୍କୁ ଦିଶିଲା ସ୍ୱପନ କହନ୍ତି ପ୍ରଭୁ ଭଗବାନ। ଶୁଣ ବଚନ ମୋର ଧାତା ମୁଁ ଯେ ଜଗତ ପିତା ମାତା। ସକଳ ମୋହର ଭିଆଣ କେବଳ ଦେଲି ପରମାଣ। ମୋର ବଚନ ଶିରେ ଧରି ତୁ ଧାତା ଜଗତ ଆବରି। ବେଦ ବିଚାରି ସୃଷ୍ଟି ପାଳୁ ଅବନି ଭାରେ କିମ୍ପା ଭାଳୁ। ମୁଁ ତାହା ଜଣାଇଟି ସର୍ବ ନାସିବି ଅସୁରଙ୍କ ଗର୍ବ। ଏବେ ସକଳ ଦେବେ ଯାଅ ମର୍ତ୍ତ୍ୟମଣ୍ଡଳେ ଜାତ ହୁଅ। ଯାଦବେ ଆଦି ସାତ ବଂଶ କଂସକୁ ହଇବ ବିଶ୍ୱାସ। ଗୋପୀ ଗୋପାଳ ରୂପ ହୋଇ ଗୋପେ ଜନ୍ମିବ ଦେହ ବହି। ମୁଁ ଜାତ ବସୁଦେବ ଘରେ ବଢ଼ିବି ଯଶୋଦାର କୋଳେ। 16 ସହସ୍ର ଗୋପ ନାରୀ ରମିବି ବୃନ୍ଦାବନେ ହେରି। ଅନେକ ନାସିବି ଅସୁର ଖଣ୍ଡିବି ଅବନୀର ଭାର। ଭକତ ଜନଙ୍କୁ ତାରିବି ପୁଣି ସ୍ୱଧାମେ ବାହୁଡ଼ିବି। ଯାବେଗେ ଏମନ୍ତ ତୁ କର କହିବୁ ଦେବଙ୍କ ଆଗର। ବେଗେ ହୁଅନ୍ତୁ ମର୍ତ୍ତ୍ୟେ ଜନ୍ମ କହି ହୋଇଲେ ଅନ୍ତର୍ଧ୍ୟାନ। ସ୍ୱପ୍ନୁ ଚେତିବେ ଦବର କହିଲେ ଦେବଙ୍କ ଆଗର। ଶୁଣି ସାନନ୍ଦ ଦେବଗଣ ନମିଲେ ଧାତାର ଚରଣ। ବୋଲନ୍ତି ଶୁଣ ବେଦବର ଯାହା ବୋଇଲେ ଚକ୍ରଧର। ଅବନି ମଧ୍ୟେ ଦେହ ଧରି ଗୋପେ ଯାଦବ ଅବତରି। ହୋଇବୁ ଏ ଆମ୍ଭର ସତ୍ୟ କି କହିଲେ ଜଗନ୍ନାଥ। ସେ କଥା କହ ପ୍ରଜାପତି ଶୁଣି ନିର୍ମଳ ହେଉ ମତି। ବ୍ରହ୍ମା ଉବାଚ ବ୍ରହ୍ମା ବୋଇଲେ ଦେବ ଶୁଣ ଯାହା କହିଲେ ନାରାୟଣ। ଯାଦବ ବସୁଦେବ ଘରେ ଜନ୍ମିବେ ଦେବକୀ ଉଦରେ। ହରିର କଳାରେ ଅନନ୍ତ ଆଗେ ହୋଇବେ ଗର୍ଭଗତ। ମାୟାରେ ଯୋଗ ବଳେ କରି ଦେବକୀ ଗର୍ଭୁ ତାହା ହରି। ରୋହିଣୀ ଗର୍ଭେ ତାହା ଥୋଇ ଦାସ ବତ୍ସଳ ଭାବଗ୍ରାହୀ। ଆପଣେ ପ୍ରଭୁ ଜଗନ୍ନାଥ ଦେବକୀ ଗର୍ଭେ ହେବେ ଜାତ। ଦୁର୍ଗାଙ୍କୁ ଯଶୋଦାର କୋଳେ ଜାତ କରିବେ ଯୋଗ ବଳେ। ଏମନ୍ତେ ତାରିବେ ସଂସାର ଦାସ ବତ୍ସଳ ଦାମୋଦର। ଶୁଣିଣ ବିଧାତା ବଚନ ଦେବେ ଆନନ୍ଦେ କଲେ ମନ। ଚାହିଁଲେ ଧରଣୀ ବଦନ ବୋଲନ୍ତି ଧନ୍ୟ ତ ଜୀବନ। ତୋର ଉପରେ ଚକ୍ରଧାରୀ ମନୁଷ୍ୟ ଦେହେ ଅବତରୀ। ନାସିବେ ତୋର ଦୁଃଖ ରାଶି ଆମ୍ଭେ ଦେଖିବୁ ବ୍ରହ୍ମ ରାଶି। ପୃଥି ଆଶ୍ୱାସୀ ଦେବଗଣ ଗଲେ ସେ ଯାହା ଭୁବନ। ଏବେ ହୋ ଶୁଣ ମହୀପତି ଯେମନ୍ତ କଲେ ଦାଶରଥି। ହରିଚରଣେ ଦେଇ ଚିତ୍ତ କହଇ ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦଶମ ସ୍କନ୍ଧେ ଶ୍ରୀକୃଷ୍ଣାବତାର ଉପକ୍ରମେ ପ୍ରଥମ ଅଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।